ଏବଂ ଯେଉଁ ଭୋଗ ସମ୍ପୃକ୍ତ ରାଜଭୋଗ ସମ୍ପୃକ୍ତ ସେବକ ମାନେ ଭୋଗ ସମାପନ ପରେ ଆଣି ଥାଳିଟିକି ମା ବିମଳାଙ୍କ ଉଦ୍ଦେଶ୍ୟରେ ହାତ ଟେକି ଦେଇଥାନ୍ତି। ତାପରେ ଆନନ୍ଦ ବଜାରକୁ ଏ ଥାଳି କୋଠଭୋଗ ଅସରାକୁ ଯାଇଥାଏ। ସେହିଭଳି ମାଙ୍କର ଆଳତି ହୋଇଥାଏ। ସନ୍ଧ୍ୟା ସମୟରେ ତାଙ୍କର ବିଭିନ୍ନ ପ୍ରକାର ବେଶ ହୋଇଥାଏ ଏବଂ ରାତ୍ର ପହୁଡ଼ ହୋଇଥାଏ। ଏସବୁ ମା ବିମଳାଙ୍କର ନୀତି ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏଙ୍କର ସ୍ୱତନ୍ତ୍ର ଅନ୍ନଭୋଗ କିମ୍ବା ପିଠା ଭୋଗ କି ବାହାର ଦେଉଳି ବ୍ୟବସ୍ଥା ଏ ମନ୍ଦିରର ନାହିଁ। କିନ୍ତୁ ଶାରଦୀୟ ଯେଉଁ ଷୋଡ଼ଶ ଦିନାତ୍ମକ ପୂଜା ସମୟରେ ମା ବିମଳାଙ୍କ ପୀଠରେ ଚଣ୍ଡୀ ପାଠ ହୁଏ। ବ୍ରାହ୍ମଣମାନେ ବରଣୀୟ ବ୍ରାହ୍ମଣମାନେ କ୍ଷତ୍ରିୟ ବ୍ରାହ୍ମଣ ପଣ୍ଡିତମାନେ ବରଣ ହେଇ ଗୁଆ ଟେକିଥାନ୍ତି ଗଜପତି ମହାରାଜା। ଏମାନେ ଗଜପତିଙ୍କ ତରଫରୁ ବରଣ ହେଇ ଏଠାରେ ପୂଜା ତ୍ରିଦିନାତ୍ମକ ପୂଜା କରିଥାନ୍ତି, ଷୋଡ଼ଶ ଦିନାତ୍ମକ ପୂଜା କରିଥାନ୍ତି। ଏହି ସମୟରେ ସ୍ୱତନ୍ତ୍ର ବିମଳୀ